ମାନେ ଫାଇନାଲି ତମର ଯୋଉ ରହିଛି ଓଡିଶା ପୋଷ୍ଟାଲ ଜିଡିଏସ୍ ରେ ଭ୍ୟାକେନ୍ସି ଆସିଯାଇଛି। ଆଜିର ଭିଡିଓରେ ମୁଁ ତୁମକୁ ପୁରା କମ୍ପ୍ଲିଟ ଡିଟେଲ୍ସ କହିବି। ତା ମାନେ ତମେ କଣ କଣ ମାନେ କେମିତି ଆବେଦନ କରିବ, ତା ସହିତ ତୁମର କ୍ୱାଲିଫିକେସନ କଣ ଦରକାର ଏବଂ ସବୁଠୁ ଇମ୍ପୋର୍ଟାଣ୍ଟ କଥା, ଗତ 3 ବର୍ଷ ହବ ପିଲାମାନେ ମୁଁ ପିଲାମାନଙ୍କୁ କୁହେ ଯେ କୋଉ ଡିଷ୍ଟ୍ରିକ୍ଟରେ ତମେ ଯଦି ପକେଇବ ତମର ଚାକିରି ହବ। କାରଣ ବହୁ ତମେ ଜାଣିଥିବ ବାଲେଶ୍ୱର ଭଳି କିଛି ଡିଷ୍ଟ୍ରିକ୍ଟ ରହିଛି। ବାଲେଶ୍ୱର ତମର ଖୋର୍ଦ୍ଧା କଥା ଯଦି ମୁଁ କହିବି, ବହୁତ ସାରା ଏମିତି ଡିଷ୍ଟ୍ରିକ୍ଟ ରହୁଛି ଯୋଉଠି 95% ତମେ ଯଦି 10th ରେ ରଖିଛ ତାହେଲେ ଯାଇକି ତମର ଚାକିରି ହଉଛି। କିନ୍ତୁ ବହୁତ ସାରା ଏମିତି ଡିଷ୍ଟ୍ରିକ୍ଟ ବି ରହୁଛି ଯୋଉଠି ତମମାନଙ୍କର କମ ପରସେଣ୍ଟେଜରେ ବି ଚାକିରି ହଉଛି, ଯୋଉଟା କି ମୁଁ ତୁମମାନଙ୍କୁ ଆଜିର ଭିଡିଓ ମାଧ୍ୟମରେ ସବୁ କହିବି। କିନ୍ତୁ ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ମୁଁ ଦେବି। ଯୋଉମାନେ ଆମର ଆରଆଇ ଏଆରଆଇ ଅମିନ ଯୋଉ ପ୍ରତିଜ୍ଞା ବେଚ୍ ରହିଛି, ଯୋଉମାନେ ଏତେ ପର୍ଯ୍ୟନ୍ତ ପ୍ରତିଜ୍ଞା ବେଚ୍ ରେ ଜଏନ କରିନ, ଏବେ ହିଁ କରିଦିଅ ପିଲାମାନେ। ନୂଆ ବେଚ୍ ଆମର ଷ୍ଟାର୍ଟ ହେଇଯାଇଛି ଏବଂ ଏବେ ପର୍ଯ୍ୟନ୍ତ ପାଖାପାଖି 1.5 ଲକ୍ଷ ପ୍ଲସ୍ ପିଲା ତମର ଆପ୍ଲାଏ କରିସାରିଲେଣି ଏବଂ ଆଉ ଯୋଉ 15 ଦିନ ତମର ବଞ୍ଚିଲା ପାଖାପାଖି 3 ରୁ 4 ଲକ୍ଷ ପିଲା ଏଠି ଆବେଦନ କରିବେ, କାରଣ ବହୁତ ସାରା ପିଲା ଆବେଦନ କରିପାରୁନଥିଲେ। ତେଣୁ ବହୁତ ହେଭି କମ୍ପିଟିସନ ହବ। ତମେ ଯଦି ପ୍ରିପାରେସନ କରିବା ପାଇଁ ଚାହୁଁଛ ଏବେ ହିଁ ନିଜର ପ୍ରିପାରେସନ ଷ୍ଟାର୍ଟ କରିଦିଅ। ତ ଦେଖ ପିଲାମାନେ, ଏଠି ଯୋଉ ତମର ଆସିଛି ଏଠି ତମର କ୍ୱାଲିଫିକେସନ କଣ ରହିବ, ତା ସହିତ ତମର ଯୋଉ ରହିଛି କେବେ ଏହାର ଆବେଦନ ଷ୍ଟାର୍ଟ ହବ ସବୁ କହୁଛି। ପ୍ରଥମ କଥା ହେଲା 31 ଜାନୁଆରୀ 31 ତାରିଖ ପାଖରୁ ତମର ଏଠି ଆବେଦନ ଷ୍ଟାର୍ଟ ହେବା ପାଇଁ ଯାଉଛି। 14 ତାରିଖ ପର୍ଯ୍ୟନ୍ତ ତମର ଏଠି ଆବେଦନ ଚାଲିବ। କ୍ୱାଲିଫିକେସନ ତମେ ମାନେ ସମସ୍ତେ ଜାଣିଥିବ, ଯଦି ତମର କ୍ୱାଲିଫିକେସନ 10th ପାସ୍ ରହିଛି ତାହେଲେ ତମେ ମାନେ ଏଠି ଆବେଦନ କରିପାରିବ। ମୁଁ ଏଜ୍ କଥା ପିଲାମାନେ କହିବି, ଯଦି ତୁମ ବୟସ 18 ବର୍ଷରୁ ଆରମ୍ଭ କରିକି 42 ବର୍ଷ ପର୍ଯ୍ୟନ୍ତ ରହୁଛି ତମେ ମାନେ ଏଠି ଆବେଦନ କରିପାରିବ ସମସ୍ତଙ୍କ ପାଇଁ। ତା ସହିତ ଏସଟି ଏସସି ଏସସିବିସି ବା ଓବିସି ପିଲାମାନଙ୍କ ପାଇଁ ଏଠି 3 ବର୍ଷ 5 ବର୍ଷ ଏଜ୍ ରିଲାକ୍ସେସନ ମଧ୍ୟ ରହିଛି। ତ ତୁମକୁ ପିଲାମାନେ ମୁଁ ବୟସ କଥା କହିଲି ଯେ ବୟସ ତମର କେତେ ରହିବ। ସେଲେରୀ ବହୁତ ସାରା ପିଲା ପଚାରୁଥିଲେ ଯେ ସାର୍ ସେଲେରୀ କେତେ ରହିବ। ସେଲେରୀ ପିଲାମାନେ ତମର ଏଠି 12,000 ଟଙ୍କା ଯୋଉ ବିପିଏମ ରହୁଛି, ବିପିଏମ ପାଇଁ ତମର 12,000 ଟଙ୍କାରୁ ଷ୍ଟାର୍ଟ ହଉଛି 29,380 ବା ଏବିପିଏମ ଯୋଉଟା ତୁମେ ଡାକ ସେବକ ବୋଲି କହୁଛେ 10,000 ରୁ ଆରମ୍ଭ କରିକି 24,470 ଟଙ୍କା ତମର ଏଠି ରହୁଛି। ତା ସହିତ ଯେମିତି ମୁଁ କହିଲି 18 ବର୍ଷରୁ 40 ବର୍ଷ ତମର ରହୁଛି। ଏସସି ଏସଟି ପିଲାଙ୍କ ପାଇଁ 5 ବର୍ଷ ଏଜ୍ ରିଲାକ୍ସେସନ ରହୁଛି ଏବଂ ଯୋଉ ଓବିସି କାଷ୍ଟ ରହୁଛନ୍ତି 3 ବର୍ଷ ରହୁଛି। ଇଡବ୍ଲ୍ୟୁଏସ୍ ପିଲାଙ୍କ ପାଇଁ ନାହିଁ, ସେମାନେ ସେ 40 ବର୍ଷ ଭିତରେ ଆବେଦନ କରିପାରିବେ। ଫିଜିକାଲ ହ୍ୟାଣ୍ଡିକ୍ୟାପ୍ଟ ପିଲାମାନଙ୍କ ପାଇଁ ଏଠି 10 ବର୍ଷ ଏବଂ ତମେ ଯଦି ଫିଜିକାଲ ହ୍ୟାଣ୍ଡିକ୍ୟାପ୍ଟ ୱିଥ ଏସସି ଏସଟି ହେଇଥିବ ତାହେଲେ ତମମାନଙ୍କ ପାଇଁ 45 ମାନେ ତମର ହଉଛି 55 ବର୍ଷ ପର୍ଯ୍ୟନ୍ତ ତମେ ମାନେ ଏଠି ଆବେଦନ କରିପାରିବ। କ୍ୱାଲିଫିକେସନ ପୂର୍ବରୁ ବି ମୁଁ ତମକୁ କହିଦେଇଛି, କିଛି ତମର ପ୍ଲସ ଟୁ ପ୍ଲସ ଥ୍ରୀ କିଛି ପଢିଥିବା ଦରକାର ନାହିଁ। କେବଳ ତମେ ଯଦି 10th ପାସ୍ କରିଛ ତମେ ମାନେ ଏଠି ଆବେଦନ କରିପାରିବ। କିନ୍ତୁ ଆଉ କିଛି ଜିନିଷ ତମକୁ ଏଠି ଦରକାର, ଯେମିତି କି ତମର ହଉଛି କମ୍ପ୍ୟୁଟର ସାର୍ଟିଫିକେଟ। ତୁମ ପାଖରେ ଯଦି କମ୍ପ୍ୟୁଟର ସାର୍ଟିଫିକେଟ ନାହିଁ ତମେ ମାନେ ଏଠି ଆବେଦନ କରିପାରିବ ନାହିଁ ବା ତମମାନଙ୍କର ଏଠି ହବ ନାହିଁ। ଆପ୍ଲାଏ ବେଳେ ମାଗିବନି ସିଏ, କିନ୍ତୁ ଯେତେବେଳେ ତୁମର ସିଲେକ୍ସନ ହବ ସେତେବେଳେ ତୁମକୁ ମାଗିବ। ଗୋଟେ କଥା ପିଲାମାନେ ମନେ ରଖ, ଯଦି ତୁମେ ଗୋଟେ 3 ମାସିଆ କମ୍ପ୍ୟୁଟର ସାର୍ଟିଫିକେଟ କରିବା ପାଇଁ ଚାହୁଁଛ 3 ମନ୍ଥର, ତାହେଲେ ସ୍କ୍ରିନରେ ଆମ ନମ୍ବର ଅଛି, ଆମକୁ କଣ୍ଟାକ୍ଟ କରିକି ଏବେ ହିଁ ଘରେ ବସିକି କରିଦିଅ। ମାତ୍ର 3 ମାସ, ତା ବି ପୁଣି ଇନଷ୍ଟଲମେଣ୍ଟରେ ତୁମେ ଟଙ୍କା ଦେଇକି, ସେଟା ବି ପୁଣି ଓଡିଶା ଗଭର୍ଣ୍ଣମେଣ୍ଟର, କୌଣସି ପ୍ରାଇଭେଟ ନୁହେଁ, ପ୍ରାଇଭେଟ ସଂସ୍ଥାରୁ ମୁଁ ତୁମକୁ ଦେବିନି, ଓଡିଶା ଗଭର୍ଣ୍ଣମେଣ୍ଟର ତୁମେ କରିପାରିବ। ତୁମକୁ ସାଇକେଲ ଚଲେଇବାରେ ଏଠି ନଲେଜ ଥିବା ଦରକାର, ସେଟା ତ ପ୍ରାୟ ଆଜିକାଲି ସମସ୍ତେ ଜାଣିଛନ୍ତି। ତା ସହିତ ଆପ୍ଲାଏ ପାଇଁ ତମକୁ କଣ କରିବା ପାଇଁ ପଡିବ ମନେ ରଖ ପିଲାମାନେ, ଯଦି ତମେ ଜେନେରାଲ କ୍ୟାଟେଗୋରୀରୁ ବିଲଙ୍ଗସ କରୁଛ ବା ଓବିସି କ୍ୟାଟେଗୋରୀରୁ ବିଲଙ୍ଗସ କରୁଛ ତାହେଲେ ତମକୁ ଏଠି 100 ଟଙ୍କା, ତମେ ୟୁଆର କିମ୍ବା ଯଦି ଓବିସି ରୁ ବିଲଙ୍ଗସ କରୁଛ ଆପ୍ଲାଏ ବେଳେ ତମକୁ 100 ଟଙ୍କା ଦବା ପାଇଁ ପଡିବ। ତମେ ଯଦି ଏସଟି ଏସସି ବା ତମେ ହଉଛି ଓମେନ କିମ୍ବା ତମେ ହଉଛି ଫିଜିକାଲ ଯୋଉ ହ୍ୟାଣ୍ଡିକ୍ୟାପ, ତାହେଲେ ତମମାନଙ୍କୁ ଗୋଟେ ଟଙ୍କା ଦବା ପାଇଁ ପଡିବନି, ସମ୍ପୂର୍ଣ୍ଣ ମାଗଣାରେ ତମକୁ ଏଠି କରିପାରିବ। ଏଠି ତମର ଦେଖ ରହୁଛି ତୁମର ନମ୍ବର ସିଷ୍ଟମ, ତମର 10th ରେ ଯୋଉ ନମ୍ବର ରହୁଛି ସେଇ ଅନୁସାରେ ତମର ଏଠି ସିଲେକ୍ସନ ରହିବ। ତୁମେ କହିବ ସାର୍ ଆପଣ ତ ଏତେ କଥା କହିଲେ, ତ ଆମେ ଆପ୍ଲାଏ କେମିତି କରିବୁ? ଆପ୍ଲାଏ ପାଇଁ ପିଲାମାନେ ମୁଁ ଯେମିତି କହିଲି ପୋଷ୍ଟାଲ ଜିଡିଏସ୍ ର ଅଫିସିଆଲ ସାଇଟ୍ ଅଛି, ତମେ ମାନେ ଏଠି ଆସିକି ଆବେଦନ କରିପାରିବ। ମୁଁ ଏଟାକୁ ମୋର ଟେଲିଗ୍ରାମ ଗ୍ରୁପରେ ତୁମମାନଙ୍କ ପାଇଁ ଦେଇଦେବି, ତମେ ମାନେ ଏଠୁ ଆସିକି ଆବେଦନ କରିପାରିବ। ଓଡିଶା ପାଇଁ କେତେ କଣ ଭ୍ୟାକେନ୍ସି ଅଛି ଦେଖ, ଓଡିଶା ପାଇଁ ତୁମର ପିଲାମାନେ 1191ଟି ଓଡିଶା ପାଇଁ ତମର ଭ୍ୟାକେନ୍ସି ପୋଜିସନ ରହୁଛି। ଆବେଦନ କରିବା ପୂର୍ବରୁ ଗୋଟେ କଥା ପିଲାମାନେ ଲକ୍ଷ୍ୟ କର, ଓଡିଶାରେ ତମେ ଯଦି ଆବେଦନ କରୁଛ, ମୁଁ ଏଠି ତମକୁ ଦେଖେଇ ଦଉଛି ଜିଡିଏସ୍ ଓଡିଶା, এটা হচ্ছে গত 2025 ରେ। ଏଠି ତମେ ଲକ୍ଷ୍ୟ କର ବହୁତ ସାରା ଏମିତି ଡିଷ୍ଟ୍ରିକ୍ଟ ରହିଛି, ବହୁତ ସାରା ଏମିତି ଡିଷ୍ଟ୍ରିକ୍ଟ ରହୁଛି ଯୋଉଠି ତମେ ଯଦି 95% ରୁ କମ ନମ୍ବର ରଖିଛ ତାହେଲେ ତମମାନଙ୍କୁ ଏଠି ଚାକିରି ମିଳିବନି। ବହୁତ ସାରା ଏମିତି ଡିଷ୍ଟ୍ରିକ୍ଟ ରହିଛି।
କିନ୍ତୁ ଏମିତି ବି କିଛି ଡିଷ୍ଟ୍ରିକ୍ଟ ରହିଛି, ତମେ ନିଜେ ଦେଖ ପିଲାମାନେ, ବ୍ରହ୍ମପୁରରେ ଦେଖ ତମର 100% ଯାଇଛି ନମ୍ବର, ମାନେ ତମେ ଯଦି ବ୍ରହ୍ମପୁର କିମ୍ବା ବାଲେଶ୍ୱରରେ ତମେ ଦେଖ ପିଲାମାନେ 91 ରେ ରହିଛି। କିନ୍ତୁ ତମେ ଏଇଠି ନିଜେ ଦେଖିଦବ, ଏମିତି ବହୁତ ସାରା ଡିଷ୍ଟ୍ରିକ୍ଟ ରହିଛି ଯୋଉଠି 80% ରଖିକି ବି ପିଲା କଣ କରିଛନ୍ତି, ଚାକିରି ପାଇଛନ୍ତି। ବୁଝିଲା, 87 ରଖିକି ବି, 82, 83 ହେଲା, ଏମିତି ରଖିକି ବି ଚାକିରି ପାଇଛନ୍ତି। କିନ୍ତୁ ତମେ ଜାଣିବ କେମିତି ଯେ କୋଉ ଡିଷ୍ଟ୍ରିକ୍ଟରେ ମୁଁ ପକେଇଲେ ମୋର ଚାକିରି ହବ? ଆ ପାଇଁ ପିଲାମାନେ ତମମାନଙ୍କୁ ଗୋଟେ ସିମ୍ପଲ କାମ କରିବା ପାଇଁ ପଡିବ, ଟେଲିଗ୍ରାମ ଗ୍ରୁପରେ ଜଏନ ହୁଅ। ଟେଲିଗ୍ରାମ ଗ୍ରୁପରେ ଜଏନ ହେଲେ ଯେତେବେଳେ ଆପ୍ଲାଏ ଷ୍ଟାର୍ଟ ହବ 31 ତାରିଖ ପାଖରୁ, ମୁଁ ତମମାନଙ୍କୁ କହିବି କୋଉ ଡିଷ୍ଟ୍ରିକ୍ଟରେ ତମେ ମାନେ ଆବେଦନ କଲେ ତମର ଚାକିରି ହବ ଯଦି ତମର 80% ଉପରେ ରହିଛି। ଦେଖ, ଯୋଉମାନଙ୍କର 80% ରୁ ତଳକୁ ରହିଛି ପିଲାମାନେ, ସେମାନଙ୍କର ଚାକିରି ହବ ନାହିଁ, କାରଣ ଏଠି ବହୁତ ଅଧିକା କଟଅଫ ଯାଉଛି। କିନ୍ତୁ ତମର ଯଦି 80% ରୁ ଉପରେ ନମ୍ବର ରହିଛି, ମୁଁ ତମକୁ କହିବି କୋଉ ଡିଷ୍ଟ୍ରିକ୍ଟରେ ତମେ ମାନେ ପକେଇବ। ତମର ଫାଷ୍ଟ ସିଲେକ୍ସନ ନହେଲେ ବି ତମେ ଦେଖ ଟୋଟାଲ ତମର କେତେଟା ସିଲେକ୍ସନ ଯାଉଛି। ମୁଁ ଦେଖେଇ ଦଉ, ଦେଖ 1 2 3 4 6ଟା ପର୍ଯ୍ୟନ୍ତ ଯାଉଛି। ପ୍ରଥମର ନହେଲେ ଦ୍ୱିତୀୟ, ଦ୍ୱିତୀୟ ନହେଲେ ତୃତୀୟ, ନହେଲେ ଚତୁର୍ଥ, ଏମିତି ହେଇକି 6ଟା ପର୍ଯ୍ୟନ୍ତ ଯାଉଛି। ମୁଁ ତମକୁ କହିବି ଯେ କୋଉ ଡିଷ୍ଟ୍ରିକ୍ଟରେ ତମେ ଯଦି ପକଉଛ ତମର ଏଠି ଚାକିରି ହବ। ନିଜେ ଦେଖିଦିଅ ପିଲାମାନେ, এটা ଦେଖିଦିଅ ତମର ଭଦ୍ରକରେ 84 ଯାଇଛି, କିନ୍ତୁ ସେଇ ଜାଗାରେ ତମେ ଲକ୍ଷ୍ୟ କର ଭଦ୍ରକରେ 96 ଯାଇଛି। ବୁଝି ହଉଛି କି ନାହିଁ? ତେଣୁ ତମେ ମାନେ ଗୋଟେ କାମ କର, ସର୍ବପ୍ରଥମେ ଭିଡିଓ ଡେସ୍କ୍ରିପସନକୁ ଯାଅ, ସେଠି ମୁଁ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ଦେଇଛି, ଟେଲିଗ୍ରାମ ଗ୍ରୁପରେ ଜଏନ ହେଇଯାଅ। ଟେଲିଗ୍ରାମ ଗ୍ରୁପରେ ଜଏନ ହେଲେ ମୁଁ ତମକୁ କହିବି ଯେ କୋଉ ଡିଷ୍ଟ୍ରିକ୍ଟରେ କମ ଯାଉଛି, କାରଣ এটা ମୁଁ ନୂଆ ଭିଡିଓ ବନଉନି, ଗତ 3 ବର୍ଷ ହେଲା ଜିଡିଏସ୍ ଉପରେ ମୁଁ ଭିଡିଓ ବନଉଛି। ତମେ ଯଦି ବିଲିଭ ହଉନି, ତମେ ଯାଇକି ମୋ ଚ୍ୟାନେଲକୁ ଭିଜିଟ କରିକି ଦେଖିପାରିବ। ସେଠି ମୁଁ ପିଲାଙ୍କୁ କହୁଛି ଯେ କୋଉ ଡିଷ୍ଟ୍ରିକ୍ଟରେ ତମର କମ କଟଅଫ ଯାଉଛି ଏବଂ ପ୍ରତିବର୍ଷ ପିଲା ମଧ୍ୟ ସେ ଡିଷ୍ଟ୍ରିକ୍ଟରେ ଆପ୍ଲାଏ କରୁଛନ୍ତି। କୌଣସି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବନି, କେବଳ ଟେଲିଗ୍ରାମ ଗ୍ରୁପରେ ତମେ ମାନେ ଜଏନ ହେଇଯାଅ। ମୁଁ ତମକୁ ଡିଷ୍ଟ୍ରିକ୍ଟ ୱାଇଜ କହିଦେବି। ନହେଲେ ଦେଖ ପିଲାମାନେ 99 ଯାଇଛି, ଦେଖ ସୁନ୍ଦରଗଡ଼ରେ 99 ଯାଇଛି। ତମେ ମାନେ ଚାକିରି ଏଠି ପାଇପାରିବ ନାହିଁ। ତା ସହିତ ତୁମେ ଯଦି କହିବ ଯେ ସାର୍ ଆମେ ଆପଣଙ୍କ ସହିତ କେମିତି ଆମେ କନେକ୍ଟ କରିବୁ, କେମିତି ଆମେ କଣ୍ଟାକ୍ଟ କରିକି ରହିବୁ, ତାହେଲେ ପିଲାମାନେ ତମେ ମାନେ ପ୍ଲେ ଷ୍ଟୋର ଯାଅ, ସେଠି ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥିକୁ ଡାଉନଲୋଡ କରିଦିଅ। ସେଠି ମଧ୍ୟ ତମେ ମାନେ ଡାଇରେକ୍ଟ ଜଏନ ହେଇକି ଡାଇରେକ୍ଟ ମୋ ସହିତ କଥା କହିପାରିବ, କିମ୍ବା ତମେ ମାନେ ସେଠି ସବୁ ଅପଡେଟ ମଧ୍ୟ ପାଇପାରିବ। ସବୁ ପିଲାଙ୍କୁ ମୁଁ ରିକ୍ୱେଷ୍ଟ କରେ ଯେ ସମସ୍ତେ ଆମ ଆପ୍ଲିକେସନକୁ ଡାଉନଲୋଡ କରିକି ରଖନ୍ତୁ, ଯାହା ଦ୍ୱାରା କି ଯେତେବେଳେ ବି କିଛି ବି ମୁଁ ତମମାନଙ୍କୁ ଅପଡେଟ ଦେବି ତୁମେ ମାନେ ପାଇପାରିବ। ଏବଂ ଯେମିତି ମୁଁ କହିଲି, ଯଦି ତୁମେ ପ୍ରିପାରେସନ କରିବା ପାଇଁ ଚାହୁଁଛ ତେବେ ପ୍ରିପାରେସନ କରିପାରିବ। ତା ସହିତ ଯୋଉମାନେ ଗୋଟେ 3 ମାସିଆ କମ୍ପ୍ୟୁଟର ସାର୍ଟିଫିକେଟ କରିବା ପାଇଁ ଚାହୁଁଛନ୍ତି କରିଦିଅନ୍ତୁ, ନହେଲେ ତମେ ମାନେ ଏଠି ଜିଡିଏସ୍ ଚାକିରି ପିଲାମାନେ ପାଇବନି। ଗୋଟେ କଥା ଲକ୍ଷ୍ୟ କର, ଯଦି ତମର କ୍ୱାଲିଫିକେସନ ପିଲାମାନେ 10th ପାସ୍ ଅଛି, ଇମାଜିନ କର ତମେ ମାନେ କଣ କରୁଛ, ତୁମେ କ୍ୱାଲିଫିକେସନ 10th ପାସ୍ ଅଛି, ତମେ ପିଲାମାନେ ଏଠି ତମେ କଣ କରିପାରିବ, ପିଜିଡିସିଏ ତ କରିପାରିବନି, କାରଣ 10th ପାସ୍ ପିଲା ପିଜିଡିସିଏ କରିପାରିବେନି। ମିନିମମ ତମର କ୍ୱାଲିଫିକେସନ +2 କିମ୍ବା +3 ଥିବା ଦରକାର। ତମେ ଏଠି ପିଲାମାନେ ଡିସିଏ ଯଦି କରୁଛ, ତାହେଲେ ସେମାନେ ତୁମ ପାଖରେ ନେଇଯିବେ 6 ମନ୍ଥ, ମିନିମମ ତମର ହେଲା 6 ମନ୍ଥ। ଟଙ୍କା ତୁମର ଖର୍ଚ୍ଚ ହେଇଯିବ କେତେ, 5 ରୁ 6 ହଜାର ଟଙ୍କା ତମର ଏଠି ଟଙ୍କା ଖର୍ଚ୍ଚ ହେଇଯିବ। କିନ୍ତୁ ସେଇ ଜାଗାରେ ତମେ ଯଦି ଓଏସସିଆଇଟି କରୁଛ, ତୁମର ଏଟା ହେଲା 3 ମାସିଆ କୋର୍ସ, 3 ମନ୍ଥ କୋର୍ସ, ଏବଂ କୋର୍ସ ଫି ମଧ୍ୟ ତାର ଅଧା ରହୁଛି ତମର କୋର୍ସ ଫି। ସେଟା ପୁଣି ଏଟ୍ ଏ ଟାଇମ ନୁହେଁ, ଅଲଗା ଅଲଗା ତୁମେ ଇନଷ୍ଟଲମେଣ୍ଟରେ ଦେଇପାରିବ, ତା ବି ଘରେ ବସିକି। ତେଣୁ ତମ ଉପରେ ମୁଁ ଡିପେଣ୍ଡ କରେ, ତମେ ଯଦି କରିବା ପାଇଁ ଚାହୁଁଛ ତାହେଲେ ଏବେ ହିଁ ପିଲାମାନେ ଆମ ସହିତ କଣ୍ଟାକ୍ଟ କରିକି କରିପାରିବ। ମୁଁ ସ୍କ୍ରିନରେ ତୁମ ନମ୍ବର ଦେଇଛି, ଘରେ ବସିକି ତମେ ମାନେ କରିପାରିବ। ତ ଆଜି ପାଇଁ ଏତିକି, ରହିଲି, ନମସ୍କାର, ଜୟ ଜଗନ୍ନାଥ।